ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣରେ 10 ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ତେଲେଙ୍ଗାନାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 10 ଜଣଙ୍କର ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣାରେ 20 ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସକାଳ 7ଟାରୁ 8ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଶ୍ରମିକମାନେ କାରଖାନାରୁ ବାହାରକୁ ଦୌଡ଼ି ଦୌଡ଼ି ଯାଉଥିବାର ଦେଖାଯାଇଥିଲା। ବିସ୍ଫୋରଣ କାରଣ ଜଣାପଡ଼ିନାହିଁ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସକାଳ 7ଟାରୁ 8ଟା ମଧ୍ୟରେ ସାଙ୍ଗାରେଡ୍ଡି ଜିଲ୍ଲାର ପାସା ମେଲାରାମ ଶିଳ୍ପାଞ୍ଚଳରେ ଅବସ୍ଥିତ ସିଗାଚି କେମିକାଲ୍ସ କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। କାରଖାନାର ରିଆକ୍ଟରରେ ବିସ୍ଫୋରଣ ଘଟି ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ନିଆଁର ଜାଳି ସମ୍ପୂର୍ଣ୍ଣ କାରଖାନାକୁ ଗ୍ରାସ କରିଦେଇଥିଲା। ଲୋକମାନେ କିଛି ବୁଝିପାରିବା ବେଳକୁ 10 ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା। ତେବେ ସେପଟେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ କାରଖାନାରେ ନିଆଁ ଲିଭାଯିବା ପାଇଁ କାର୍ଯ୍ୟ ଜାରି ରହିଛି। ତେଲେଙ୍ଗାନା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ଯେ ସୋମବାର ସକାଳେ ସିଙ୍ଗାଜି ଫାର୍ମ କମ୍ପାନୀ ପାସମାଇଲାରାମ ଫେଜ୍ 1ର ପ୍ଲାଣ୍ଟରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ପିଟିଆଇ କହିବା ଅନୁଯାୟୀ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଛି। କିଛି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ପ୍ରକାଶ ପାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ବିସ୍ଫୋରଣ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।